Hello everyone, welcome back to SK Education Point. ଦଶମ ଶ୍ରେଣୀ ପିଲାଙ୍କର ଜେନେରାଲ ସାଇନ୍ସ କପିରାଇଟ୍ ଉସ୍ତାଦ ତରଫରୁ 2026-27 ପାଇଁ ଇଣ୍ଟରନାଲ ଆସେସମେଣ୍ଟ 1 ଏକ୍ଜାମ ହେବାକୁ ଯାଉଛି। ତ ନିହାତି ଭାବେ ସମସ୍ତଙ୍କୁ ଆଶା କରୁଛି ଯେ ସମସ୍ତେ ବେଟର କରିଥିବ ଏକ୍ଜାମରେ। କାଲି ବି ହେଇଥିଲା ଏକ୍ଜାମ, ସେଇ ଏକ୍ଜାମରେ ଗଣିତ ଥିଲା ବୋଧେ। ସମସ୍ତେ ଭଲ କରିଥିବ ଆଶା କରୁଛି। ତ ଏଇ ଏକ୍ଜାମରେ ବି ଯେମିତି ଭଲ କର, କାହିଁକିନା ଏଇଟା ତମର ମାର୍କ ମିଶିବ ପିଲାମାନେ ବୋର୍ଡ ଏକ୍ଜାମରେ। ସୋ ସମସ୍ତେ ପଢ଼ିକି ଯାଅ, ଭଲ ମାର୍କ ଆଣ ଏବଂ ବୋର୍ଡ ଏକ୍ଜାମରେ ଟପ୍ କର। ଠିକ୍ ଅଛି, ବେଶୀ କିଛି କହିବିନି, ଜଷ୍ଟ ଥରେ କହିବି, ଯେଉଁମାନେ ନୂଆ କରି ଦେଖୁଛ ଚ୍ୟାନେଲକୁ, ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅ ଏବଂ ବେଲ୍ ଆଇକନକୁ ଅଲ୍ ନୋଟିଫିକେସନ୍ ସେଟ୍ କରିନିଅ। ସବସ୍କ୍ରାଇବ୍ କ'ଣ ପାଇଁ କରିବ ନା, ତମମାନଙ୍କ କାମ ହିଁ ଏଇଠି ହେବ, କାହିଁକିନା ଆମ ଚ୍ୟାନେଲରେ ତମମାନଙ୍କ ହିଁ କ୍ଲାସେସ୍ ହେବାକୁ ଯାଉଛି। ଠିକ୍ ଅଛି, ସବୁ କ୍ଲାସ୍ ହେବ, ସବୁ ବିଷୟର କ୍ଲାସ୍ ହେବ, ନୋଟ୍ସ ବି ପ୍ରୋଭାଇଡ଼ କରାହେବ। ନୋଟ୍ସ କେଉଁଠି ମିଳିବ ନା ଟେଲିଗ୍ରାମ ଚ୍ୟାନେଲରେ, ଡେସ୍କ୍ରିପ୍ସନରେ ଲିଙ୍କ୍ ଅଛି, ସେଇଠି ଯାଇକି ଜଏନ୍ କରିନେବ। ଠିକ୍ ଅଛି, ଲେଟ୍ ନ କରି ଷ୍ଟାର୍ଟ କରିବା। ପିରିୟଡ଼ିକ୍ ଟେଷ୍ଟରୁ ମ୍ୟାଗ୍ନେସିୟମ୍ ପାତ୍ରଟି ଅତି ଉଜ୍ଜ୍ୱଳ ଧଳା ଶିଖା ସହିତ ଜଳି ପରିଣତ ହେଉଥିବା ଧଳା ଚୂର୍ଣ୍ଣଟିର ନାମ କ'ଣ? ଉତ୍ତର ସହିତ କହି ପିଲାମାନେ ଲେଖିନେବ ମ୍ୟାଗ୍ନେସିୟମ୍ ଅକ୍ସାଇଡ୍। ଉତ୍ତର ମ୍ୟାଗ୍ନେସିୟମ୍ ଅକ୍ସାଇଡ୍। ପ୍ରତିକାରକ କିମ୍ବା ଉତ୍ପାଦ ଜଳର ଦ୍ରବୀଭୂତ ହୋଇଥିଲେ ସେହି ଦ୍ରବଣ ପାଇଁ କେଉଁ କେଉଁ ଶବ୍ଦ ବ୍ୟବହାର କରାଯାଏ? ଏଠି ତମେ ଆନ୍ସର ଲିଖିପାରିବ ଜଳୀୟ। ମାର୍ବଲର ରାସାୟନିକ ସଂକେତ କ'ଣ? CaCO3। କ'ଣ? CaCO3। ନେକ୍ସଟ, ଏକ ପ୍ରଶମିତ ପ୍ରବଣ ବା ଦ୍ରବଣ pH କେତେ? ଏଟା ତମେ ମାନେ ଜାଣିଛ 7। ଦାନ୍ତର ବହିରାବର ଯାହାକି ଶରୀର ମଧ୍ୟରେ ସବୁଠାରୁ ଶକ୍ତ ପଦାର୍ଥ, ତାହା କେଉଁଥିରୁ ତିଆରି? ଏଟା ଲେଖିବ କ୍ୟାଲସିୟମ ଫସଫେଟ୍। ଉତ୍ତର କ୍ୟାଲସିୟମ ଫସଫେଟ୍। ଦେନ୍ କଷ୍ଟମ ଦେଇଛି ଯୋଡ଼ିବା ପାଇଁ। କୋଇଲାର ଦହନ କୋଉଟା ହବ? କୋଇଲାର ଦହନ ହବ ସଂଶ୍ଳେଷଣ ପ୍ରତିକ୍ରିୟା। ତାପରେ Zn plus CuSO4 gives rise to ZnSO4 plus Cu। ଏଇଟା କ'ଣ ହବ? ଏଇଟା ହେଇଯିବ ତମର B ବିସ୍ଥାପନ ପ୍ରକ୍ରିୟା। ଦେନ୍ Na2SO4 plus BaCl gives rise to BaSO4 plus 2NaCl। ଏଇଟା କ'ଣ ହବ? ଏଇଟା ତମର ହେଇଯିବ C ଅପସନ୍, ଦୈତ୍ୟ ବିସ୍ଥାପନ ପ୍ରତିକ୍ରିୟା। ତାପରେ କ'ଣ ଅଛି? ଉଦ୍ଭିଦ ଦ୍ରବ୍ୟର ବିଘଟନ ଘଟି ଖତରେ ପରିଣତ ହେବାକୁ ତାପ ଉତ୍ପତ୍ତି ପ୍ରତିକ୍ରିୟା କୁହାଯାଏ। ଏ ଅପସନ୍। ଯୌଗିକ CSOCl2 ର ସାଧାରଣ ନାମ କ'ଣ? ବ୍ଲିଚିଂ ପାଉଡର। ହେଲା F। ବୁଝିଲ? ତାପରେ ୟୁନିଟ୍ 3 ଦେଖିବା। ମଣିଷର ମୁଖ ଗହ୍ୱରରେ କେତେ ଯୋଡ଼ା ଲାଳ ଗ୍ରନ୍ଥି ଅଛି? ଉତ୍ତର ହବ 3 ଯୋଡ଼ା। କେତେ? 3 ଯୋଡ଼ା। ତାପରେ ଆମ ଶରୀରରେ ଲୋହିତ ରକ୍ତ କଣିକାରେ ଥିବା ହିମୋଗ୍ଲୋବିନ୍ର ଗଠନ ପାଇଁ କେଉଁ ଧାତୁସାର ଆବଶ୍ୟକ ହୋଇଥାଏ? କେଉଁ ଧାତୁସାର? ଲୌହ ବା ଆଇରନ୍। ଚର୍ବଣ ଦ୍ୱାରା ଲାଳରେ ଥିବା କେଉଁ ଏନଜାଇମ୍ ଜଟିଳ ଶ୍ୱେତସାର ଖାଦ୍ୟକୁ ମାଲ୍ଟୋଜ ନାମକ ଦୁଇ ଶର୍କରାରେ ପରିଣତ କରିଥାଏ? ଉତ୍ତର ଲେଖିବ ଟାୟାଲିନ୍। ଆମ ଶରୀରର ରକ୍ତ ସଞ୍ଚାଳନ କିପରି ହୁଏ? କେଉଁ ଡାକ୍ତର ପ୍ରଥମେ ତାହା ଆବିଷ୍କାର କରିଥିଲେ? ଉତ୍ତର ହବ ୱିଲିୟମ ହାର୍ଭେ। ଦେନ୍ ଏକ ସୁସ୍ଥ ବ୍ୟକ୍ତିର ହୃତ୍ପିଣ୍ଡର ସ୍ପନ୍ଦନ ହାର ମିନିଟ ପ୍ରତି କେତେ ହେବ? 72 ଥର। ବଟ୍ ଯଦି କହିବ ଟିକେ ଭ୍ୟାରି କରେ, 70 72। ଏକ୍ଜାକ୍ଟ କହିବ ଯଦି 72। ୟୁନିଟ୍ 4। ବୃହଦନ୍ତ୍ରରେ ଜଳ ସହିତ ଅନ୍ୟ କେଉଁ ପଦାର୍ଥଟି ଅବଶୋଷିତ ହୁଏ? ଲବଣ ହୋଇଥାଏ। ହେଲା ମିନେରାଲ୍ସ ଯାହାକୁ କହୁଛେ ଆମେ। ମଣିଷ ପାକନଳୀର ଲମ୍ବ ପ୍ରାୟ କେତେ ମିଟର? 6 ରୁ 9 ମିଟର। ଷ୍ଟୋମ୍ ବ୍ୟତୀତ ଉଦ୍ଭିଦ କେଉଁ ଅଙ୍ଗ ଦ୍ୱାରା କିଛି ପରିମାଣର ଉଚ୍ଛେଦନ ପ୍ରକ୍ରିୟା ସମାପନ କରିଥାଏ? କେତେ? କେଉଁ ଅଙ୍ଗ ଦ୍ୱାରା? ଚର୍ମରନ୍ଧ୍ର ଦ୍ୱାରା। ଉତ୍ତର ହବ ଚର୍ମରନ୍ଧ୍ର। ତାପରେ ଉଦ୍ଭିଦର କେଉଁ ସମ୍ବାହୀ ଟିସ୍ୟୁ ଦ୍ୱାରା ଶ୍ୱେତସାର ଜାତୀୟ ପଦାର୍ଥ ତାହାର ବିଭିନ୍ନ ଆବଶ୍ୟକ ଅଙ୍ଗକୁ ପରିବାହିତ ହୋଇଥାଏ? ଉତ୍ତର ହବ ଫ୍ଲୋଏମ୍ ଟିସ୍ୟୁ ଦ୍ୱାରା। ନେକ୍ସଟ, କେଉଁ ଯନ୍ତ୍ରକୁ ଗଛର କଟା ଅଂଶରେ ଖଞ୍ଜି ଦେବା ଦ୍ୱାରା ମୂଳଜ ଚାପକୁ ମପା ଯାଇପାରେ? ମାନୋମିଟର। ଲେଖିବ ମାନୋମିଟର। ନେକ୍ସଟ ଅଛି ମଲ୍ଟିପଲ ଆସେସମେଣ୍ଟ। ପିଲାମାନେ ମଲ୍ଟିପଲ ଆସେସମେଣ୍ଟରେ ଅଛି ଜାରଣକୁ ନିରୋଧ କରୁଥିବା ପଦାର୍ଥଟି କ'ଣ? ଉତ୍ତର ହବ ପ୍ରତିଜାରକ। ଶ୍ୱେତସାରରୁ ମିଳୁଥିବା ଗ୍ଲୁକୋଜ ଶରୀରର କୋଷଗୁଡ଼ିକ ମଧ୍ୟରେ ଥିବା ଅକ୍ସିଜେନ୍ ସହିତ ରାସାୟନିକ ପ୍ରତିକ୍ରିୟା କରି ଶକ୍ତି ଯୋଗାଇବାର ପ୍ରକ୍ରିୟାଟିକୁ କ'ଣ କୁହାଯାଇଥାଏ? କୋଷୀୟ ଶୋଷଣ। ଉତ୍ତର ହବ କୋଷୀୟ ଶୋଷଣ। ଲିଟମସ୍ ଦ୍ରବଣ କେଉଁଥିରୁ ନିଷ୍କାସନ କରାଯାଏ?
उत्तर लिखिबो अल्काली रु सॉरी एटा अल्काली हबो जलर द्रवण्य अल्काली हबो लिटमस द्रवणटा लाइकेन हबो हला लाइकेन उद्भिदर और जलर द्रवण्य क्षारक गुडी कोन कुआ जाय अल्काली कुआ जाय तापर धातव ऑक्साइड गुडीकर प्रकृति किपरि क्षारीय बेसिक कहि परिबो भी यूनिट 2 रही सर्वाधिक नमनीय दुईटी धातुर नाम सोना रूपा गोल्ड सिल्वर लिखिपर सर्वाधिक तन्य धातुटीर नाम कौन तन्य हूँ सोना बा गोल्ड अधातु हेले मध्य धातु परि औजल्य थिबा पदार्थटीर नाम कौन आयोडीन कौन आयोडीन तापर अम्लराजर गाढ़ हाइड्रोक्लोरिक एसिड और गाढ़ नाइट्रिक एसिड केउं अनुपात मिसताए उत्तर लिखिबो 3:1 नेक्स्ट सोडियम धातु को केउंथिरे बुडाई रखा जाए सोडियम धातु को केरोसिन में बुडाई रखा जाए एटा तमे छोटो बेले भी जानिछो पढिछो भी देन अछि यूनिट 3 वायु अपजीवी श्वसन रे गोटे ग्लूकोज अणुर केतोटी एटीपी अणु उत्पन्न होते दुईटी तापर शीत स्तुति समय रे बेंकु केउं अंग द्वारा श्वासक्रिया नहीं थे चर्म द्वारा नेक्स्ट अछि गोटे एटीपी अणु भांगी एडीपी और पीआई रे परिणत होले केते किलोजूल शक्ति निर्गत होता है उत्तर लिखिबो 30.5 केजी पर मोल खाद्य नळीर द्वारा को कोन कह जाय खाद्य नळीर द्वारा को गलेट कह जाय तापरे जने सुस्थ व्यक्तिर प्रश्वास आर मिनिट को प्राय केते होता है 15-18 होता है तापरे यूनिट 4 रही ईस्ट जदि मृतपजीवी पोषण ताले निर्मूली हो तमर परजीवी पोषण तापर नूतन कोष गठन होची पुष्टिसार कोषझिल्ली तयारी होची स्नेहसार कर्तन दांत 4टा पेषण दांत होची 6टा लाल ग्रंथि टायलिन ताले जकृत कोन जकृत तमे जानिछ पित्तर सपित्त लिखिबो शक्ति मुद्रा होची एटीपी शक्ति केंद्र होची माइटोकॉन्ड्रिया तापर एस्पिरेशनल कंपोनेंट एटा तम कार्य तमे जानिछ कोन कोन रहिछि तम कार्य एटा तो मुझे बेस किसी कहबी वीडियो भी लंबा हो गलानी उत्तर कही सो लास्ट को कह बस टिके कथा कि चैनल को सब्सक्राइब करने तुम मानक जदि नोट्स दरकार ताल टेलीग्राम चैनल जॉइन हो तुमको मिल धन्यवाद जय जगन्नाथ बेस्ट ऑफ लक फॉर योर एग्जामिनेशन।